नमस्कार। आकाशवाणी कटक आंचलिक संवाद पढ़ुछंती मलय रंजन मिश्र। प्रधानमंत्री नरेंद्र मोदी आज पूर्वाह्न 11टा समय आकाशवाणी मन की बात कार्यक्रम देशवासी भाव विनिमय करेंगे। यह मन की बात 133तम संस्करण। आकाशवाणी और दूरदर्शन समस्त नेटवर्क, आकाशवाणी वेबसाइट और न्यूज ऑन एआईआर मोबाइल आप रे यही कार्यक्रम उपलब्ध हेब। आकाशवाणी डीडी न्यूज, पीएमओ और सूचना और प्रसारण मंत्रालय यूट्यूब चैनल यही कार्यक्रम सीधा प्रसारण करा जिवो। हिंदी भाषा प्रसारण पर आकाशवाणी यही कार्यक्रम आंचलिक भाषांतरण प्रसारण करा जिवो। राति 8टारे आंचलिक भाषांतरण पुनः प्रसारण करा जिवो। राज्य में कार्यकारी होइथिबा मुख्यमंत्री कामधेनु योजना अधीन आगामी 5 वर्ष में 15 लाख अधिक गोपालक उपकृत हेबे बोली मुख्यमंत्री मोहन चरण माझी कहिसेंति। एथिपाई 1423 कोटी टंका व्यय बराद करा जायछि। भुवनेश्वर स्थित लोकसेवा भवन ठारे गतकाली विश्व प्राणी चिकित्सा दिवस एवं ओपोलो फेडर 50 वर्ष पूर्ति अवसर में राज्यस्तरीय कार्यक्रम में जोगदे श्री माझी एहा कहिसेंति। दुग्ध अंडा मांस उत्पादन आम आत्मनिर्भरशील हो संकल्प नहीं काम आरंभ कर 2027 मसीहा बेलू अंडा उत्पादन में ओडिशा पंचम पोजिशन डबल रु डबल अर्थात 4 गुणा वृद्धि कर सरकार तथा संभव आम आवश्यक कार्य पूरा कर। ଏହି ଅବସରରେ ପ୍ରାଣୀ ସ୍ୱାସ୍ଥ୍ୟସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 76ଟି ପ୍ରାଣୀ ଚିକିତ୍ସାଳୟ ଏବଂ 4ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଦଲିଲ ନିବନ୍ଧନ ପ୍ରକ୍ରିୟାରେ ସ୍ୱଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧ ଏବଂ ଆଇନଗତ ନିୟମର କଡ଼ା ଅନୁପାଳନ ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଯୁକ୍ତିସଙ୍ଗତ ନଥିବା କ୍ଷେତ୍ରରେ ଘରକୁ ଯାଇ ନିବନ୍ଧନ ପ୍ରକ୍ରିୟା କରାଯାଉଥିବା ପଦକ୍ଷେପ ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ପଷ୍ଟ କରିଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯୁକ୍ତିସଙ୍ଗତ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆଧାରରେ ଏଣିକି ଘରୋଇ ନିବନ୍ଧନ ପ୍ରକ୍ରିୟା କରାଯାଇ ପାରିବ ବୋଲି ଶ୍ରୀ ପାଢ଼ୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ୱର ଏସ୍ଆଇଆର୍ଡି ପରିସରରେ ଆମ୍ବ ଚାଷ ସମ୍ପର୍କିତ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 15ଟି ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଜିଲ୍ଲାରୁ ଚାଷୀ ଓ କୃଷି ଅଧିକାରୀ ଯୋଗ ଦେଇଥିଲେ। ଆମ୍ବ ଉତ୍ପାଦନକୁ ବୃଦ୍ଧି କରିବା, ଏହାର ସଂରକ୍ଷଣ ଏବଂ ରପ୍ତାନୀ ନେଇ ବୈଠକରେ ବ୍ୟାପକ ମତ ବିନିମୟ ହୋଇଛି। ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। 1892 ମସିହା ଏପ୍ରିଲ 26 ତାରିଖରେ ପାରଳାଖେମୁଣ୍ଡି ରାଜନଗରରେ ଶ୍ରୀ ନାରାୟଣ ଦେବ ଜନ୍ମଗ୍ରହଣ କରିଥିଲେ। 1936 ଏପ୍ରିଲ 1ରେ ଗଠିତ ନୂତନ ଓଡ଼ିଶା ପ୍ରଦେଶର ପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଜୟନ୍ତୀ ପାଳନ ଅବସରରେ ଆଜି କେତେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିବା, ସଶକ୍ତ ନାରୀ ସଶକ୍ତ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବିଜେପି ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟଠାରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ବିଭିନ୍ନ ରାଜନୈତିକ ଦଳର ବିରୋଧକୁ ନିନ୍ଦା କରିଛନ୍ତି। ବୌଦ୍ଧିକ ସମ୍ପତ୍ତି ଦିବସ ଆଜି ବିଶ୍ୱବ୍ୟାପୀ ପାଳନ କରାଯାଉଛି। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରସ୍ତାବ କ୍ରମେ 2000 ମସିହାରୁ ପ୍ରତିବର୍ଷ ଏପ୍ରିଲ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। କପିରାଇଟ୍, ଟ୍ରେଡମାର୍କ, ଡିଜାଇନ୍, ପେଟେଣ୍ଟ ଭଳି ବୌଦ୍ଧିକ ସମ୍ପତ୍ତି ଏବଂ ଏ ସମ୍ପର୍କିତ ଆଇନ ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରସେନ ଧର୍ମଶାଳା ପରିସରରେ ଏକ ଜନସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜ ସଂସ୍କାର, ଏକତା ପ୍ରତିଷ୍ଠା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ଶାଖା ଏବଂ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ରେଡ୍କ୍ରସ୍ କଲ୍ୟାଣ ମଣ୍ଡପରୁ ବାହାରି ଗାନ୍ଧୀ ଛକଠାରେ ପହଞ୍ଚିଥିଲା।
ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଳବତ୍ତର ରହିଛି। ଗତକାଲି ରାଜ୍ୟର 17ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ସର୍ବାଧିକ ଦିନ ତାପମାତ୍ରା 44.1 ଡିଗ୍ରୀ ସେଲ୍ସିୟସ୍ ଝାରସୁଗୁଡ଼ାଠାରେ ରହିଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବା ନେଇ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଜିଠାରୁ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।